ପୂଜାରେ କର୍ପୂର ବ୍ୟବହାର ଜରୁରୀ ବୋଲି ବିବେଚନା କରାଯାଏ। କର୍ପୂର ବିନା ଆରତୀ ଅସମ୍ପୂର୍ଣ୍ଣ ବୋଲି କୁହାଯାଇଥାଏ। ଏହାକୁ ଜାଳିବା କେବଳ ଘରର ପରିବେଶକୁ ସୁଗନ୍ଧିତ ରଖେ ନାହିଁ, ବରଂ ଏହା ଘରର ନକାରାତ୍ମକ ଶକ୍ତିକୁ ମଧ୍ୟ ନଷ୍ଟ କରିଥାଏ। ଘରେ କର୍ପୂର ସୁଖ ଏବଂ ସକାରାତ୍ମକ ଶକ୍ତି ଆଣିଥାଏ। କର୍ପୂରରେ କିଛି ଔଷଧୀୟ ଗୁଣ ମଧ୍ୟ ରହିଛି। ଏହା ବ୍ୟତୀତ ଜ୍ୟୋତିଷ ଶାସ୍ତ୍ରରେ କର୍ପୂର ମଧ୍ୟ ବହୁଳ ଭାବରେ ବ୍ୟବହୃତ ହୋଇଥାଏ। କର୍ପୂର ଉପଚାର ଗ୍ରହ ଏବଂ ବାସ୍ତୁ ତ୍ରୁଟି ଦୂର କରିଥାଏ। କର୍ପୂର ସହିତ ଜଡ଼ିତ ଏହି ବିଶେଷ ପ୍ରତିକାର ବିଷୟରେ ଆସନ୍ତୁ ଜାଣିବା। ଯଦି ପରିବାର ସଦସ୍ୟଙ୍କ କାର୍ଯ୍ୟରେ ଅନେକ ସମୟରେ ବାଧା ଉପୁଜେ, ତେବେ ସକାଳ ଏବଂ ସନ୍ଧ୍ୟାରେ ଘରେ କର୍ପୂର ଜଳାଯାଇଥାଏ। ଏହା ଘରର ପରିବେଶକୁ ଶୁଦ୍ଧ କରିଥାଏ ଏବଂ ନକାରାତ୍ମକ ଶକ୍ତି ଘରୁ ଦୂରେଇ ଯାଏ। ଏହା ସହିତ ଘରେ ସୁଖ ଏବଂ ଶାନ୍ତି ବଜାୟ ରୁହେ। ଘରୁ ବାସ୍ତୁ ତ୍ରୁଟି ଦୂର କରିବାରେ କର୍ପୂର ଅତ୍ୟନ୍ତ ଉପଯୋଗୀ ଅଟେ। ଏକ ପାତ୍ରରେ କିଛିଟା କର୍ପୂର ନେଇ ବାସ୍ତୁ ତ୍ରୁଟି ସ୍ଥାନରେ ରଖନ୍ତୁ। କିଛି ଦିନ ଏହା କ୍ରମାଗତ ଭାବେ କରିବା ଦ୍ୱାରା ବାସ୍ତୁ ତ୍ରୁଟି ଧୀରେ ଧୀରେ ଦୂର ହୋଇଯିବ। ସେହିଭଳି ଯଦି ରାଶିରେ ପିତୃ ଦୋଷ କିମ୍ବା କାଳ ସର୍ପ ଦୋଷ ଥାଏ, ତେବେ ବ୍ୟକ୍ତିର ଅଗ୍ରଗତି ବନ୍ଦ ହୋଇଯାଏ। ରାହୁ ଏବଂ କେତୁ ଗ୍ରହ ଯୋଗୁଁ ଏହା ମଧ୍ୟ ଘଟିଥାଏ। ଏହି ତ୍ରୁଟିର ମୁକ୍ତି ପାଇବା ପାଇଁ ଘରେ ସକାଳ ଏବଂ ସନ୍ଧ୍ୟାରେ ଏବଂ ରାତିରେ 3 ଥର କର୍ପୂର ପୋଡ଼ି ଦିଆଯିବା ଉଚିତ ଅଟେ। ଏହା କରିବା ଦ୍ୱାରା ଶୀଘ୍ର ଏହି ତ୍ରୁଟିରୁ ମୁକ୍ତି ମିଳିଥାଏ। ଶନିବାର ଦିନ ଗାଧୋଇବା ପାଣିରେ କିଛି ବୁନ୍ଦା କର୍ପୂର ଏବଂ ଜସ୍ମିନ୍ ତେଲ ମିଶାଇଲେ ଶନି ଦୋଷ ଦୂର ହୋଇଥାଏ ଏବଂ ବ୍ୟକ୍ତିଙ୍କ ନିକଟକୁ ପ୍ରବଳ ଟଙ୍କା ପଇସା ଛୁଟି ଆସିଥାଏ। ତେଣୁ ସବୁବେଳେ ଚେଷ୍ଟା କରନ୍ତୁ ଘରେ କର୍ପୂର ଜାଳି ଆଳତୀ କରିବାକୁ।